ଆଉ ଟିକେ ଆଜି ରେଷ୍ଟ ନବା, କାଲି ପୁଣି ଡ୍ୟୁଟି ସକାଳୁ ଯିବା କାହିଁକିନା ବାହାର ରହିବା କେତେ କଷ୍ଟ ସେଟା ଯିଏ ବାହାରେ ଯେ ସିଏ ଜାଣି ଯୋଉ ଭାଇ ପାଣି କିଣିବାକୁ ପଡୁଛି ଶାଢୀ ଗୁରା କିନ୍ତୁ ମସ୍ତ ଲାଗୁଛି ନାଇଁ କେତେ ନା ମୁଦି ଦେଉଛି ନେଲି ଆମେ ବେକେରୀରେ ପହଞ୍ଚି ଗଲୁ। ଏ ବହୁତ ଦୂର ଦେଖା ହେଇଗଲା ଫ୍ରେଣ୍ଡ ଦେଖନ୍ତୁ ଏମିତି ଗୋଟେ ମଜା ଫାଇନାଲି ଫ୍ରେଣ୍ଡ ମୋର ଖାଇବା ସରିଯାଇଛି ଆଉ ଦୋକାନରେ କିଛି କାମ ଥିଲା ମୁଁ ଟିକେ ଦୋକାନକୁ ପଳେଇ ଆସିଛି ଆଉ ସେଥିପାଇଁ ଏଇଟା ମାନେ ଏଇଟା ପ୍ରେମାଲୁର ଆଗ ଛକ ପ୍ରେମାଲୁର ଆଉ ମୁଁ ବର୍ତ୍ତମାନ ଯାଉଛି ଆଉ ମୋ ସାଙ୍ଗ ଗୋଟେ ମୋ ସାଙ୍ଗ ଦେଖ ଫ୍ରେଣ୍ଡ ସେପଟ ରାସ୍ତାରେ ଅଛି ମୁଁ ଦେଖିବାକୁ ମୋ ସାଙ୍ଗ ଦେଖନ୍ତୁ ସେପଟ ସାଇଡରେ ସେପଟ ରାସ୍ତାରେ ଅଛି ମୁଁ ଏପଟେ ଅଛି ବର୍ତ୍ତମାନ ତାଙ୍କ ପାଖକୁ ଯିବା। ଏପଟେ ଗାଡି ସବୁଆଡେ ଚାରିଆଡେ ଦେଖନ୍ତୁ କଣ କିରେ ଏ ବହୁତ ଦୂର ଦେଖା ହେଇଗଲା ଏତେ ଦିନ ପରେ କୋଉଠି ଥିଲେ ଫ୍ରେଣ୍ଡ ଦେଖନ୍ତୁ ମାନେ ମୁଁ ବହୁତ ଖୋଜିଛି କିନ୍ତୁ ଆମକୁ ବହୁତ ଖୋଜିଛି ମୋର ରୁମ୍ ଅଲଗା ସାଇଡରେ ଥିଲା ଆଉ ସେ ଫୋନ୍ ଫାନ୍ କରିକି ଗୋଟେ ରୁମ୍ ଯୋଗାଯୋଗ କରିଦେଇଥିଲେ ବୁଝିପାରିଲେ କି ତାପରେ ବର୍ତ୍ତମାନ ଏବେ କେମିତି କ'ଣ ଭେଟ ହେଇଗଲା ମୁଁ ବି ଜାଣିପାରୁନି ତାପରେ ଏଇଠି ଦୋକାନ ମୁଁ ଖାଇସାରିଲା ପରେ କିଛି ଦରକାର ଥିଲା ଦୋକାନକୁ ମୁଁ ପଳେଇ ଆସିଥିଲି ଆଉ ସେଇଠୁ ଏପଟ ରାସ୍ତାରେ ଇଏ ଚାଲି ଚାଲି ଯାଉଥିଲା ଫ୍ରେଣ୍ଡ ସେଠି ଦେଖା ହେଇଗଲା ତାପରେ ଏବେ ବର୍ତ୍ତମାନ ମୁଁ ଜାଣିପାରିଲି ଯେ ଆମ ରୁମ୍ ସାଇଡରେ ତାଙ୍କର ରୁମ୍ ଏଇଠି କିନ୍ତୁ ରୁମ୍ ସାଇଡ୍ ରୁମ୍ ସେ ପାଖେ ପାଖରେ ଅଛି ହେଲେ ମାନେ କାମ ବ୍ୟସ୍ତରେ କେହି କାହାକୁ ଟାଇମ୍ ଦେଇପାରୁନୁ ସକାଳୁ ଉଠି ତାଙ୍କ କାମ ତାଙ୍କର ପଳେଇଛନ୍ତି ରାତି 8-9 ବେଳେ ଆସୁଛନ୍ତି ମୁଁ ବି ସେମିତି ପଳେଇ ଯାଉଛି ଆଉ 2 ଜଣ ଭିତରେ କେହି କାହାକୁ ଦେଖା ଦେଖି ପାରୁନାହାନ୍ତି ଆଉ ସେଇଥିପାଇଁ ମାନେ ଟାଇମ୍ ମିଳୁନାହିଁ କିନ୍ତୁ ଫ୍ରେଣ୍ଡ ଦେଖନ୍ତୁ ଏମିତି ଗୋଟେ ମଜାକ କଥା ସେଇ ମାନେ ପାଖରେ ରୁମ୍ ମାନେ ତାଙ୍କର ଏମିତି ସାଇଡରେ ତାଙ୍କର ରୁମ୍ ଏପଟ ସାଇଡ୍ ତାଙ୍କ ରୁମ୍ ଆମ ସାଇଡ୍ ରୁମ୍ଟା ଏଇପଟ ଆମର ଫ୍ୟାମିଲି ରୁମ୍ଟା ତାଙ୍କର ବ୍ୟାଚଲର ରୁମ୍ଟା ସେପଟ କିନ୍ତୁ ସେଇଠି ପାଖରେ ଅଛୁ କିନ୍ତୁ ସେ ରୁମ୍ ଯୋଗାଯୋଗ କରିଦେଇଥିଲେ ମାନେ ମୁଁ ଆର ସାଇଡରେ ଥିଲି ସିଏ ଅନ୍ୟ ଜାଗାରେ ଥିଲେ ଆମକୁ ବୁଝାମଣା କରିକି ଗୋଟେ ଭଲ ରୁମ୍ ଗୋଟେ ଖୋଜିକି ଦେଲେ ତମେ ନିଜେ ଦେଖିକି ସେଟେଲ ହେଇଗଲୁ କିନ୍ତୁ ସେମାନେ କୋଉଠି ରହୁଛନ୍ତି କି ମୁଁ କୋଉଠି ରହୁଛି ସେଇଠି ପାଖରେ କିନ୍ତୁ ଆମେ ଦେଖା ଦେଖି ହେଇପାରୁନୁ କାହିଁକି ନା ଯେହେତୁ ହଁ ତାଙ୍କର ଫ୍ୟାମିଲି ଆମେ ଅଛୁ ନା ସେଇ ଲାଗି ସେମାନେ ତାଙ୍କ ଝରକାଟା ଅଛି ସେମାନେ ଆଲାଉ ନାହିଁ ଝରକାଟା ଖୋଲିବା ପାଇଁ ବୁଝିପାରିଲେ ଫ୍ରେଣ୍ଡ ଆଉ ସେଇଥିପାଇଁ ଆମେ ବି ଜାଣିପାରୁନୁ କି ସେ ବି ଜାଣିପାରୁନି କିନ୍ତୁ ମୁଁ ଅଲଗା ଡ୍ୟୁଟି ଯାଉଛି ଅଲଗା ମାନେ ଦୂର ରାସ୍ତାକୁ ଇଏ ତାଙ୍କର ଅଲଗା ମାନେ କମ୍ପାନୀକୁ ଯାଉଛି ସେଇ ଭେଟ ହେଇପାରୁଛି ବହୁତ ଲକି କିନ୍ତୁ ଏଇଠି ପାଖରେ ଫ୍ରେଣ୍ଡ କି ମଜା କଥା ଫ୍ରେଣ୍ଡ ଭାବୁଥିବେ ଏଇଠି ପାଖରେ କିନ୍ତୁ ଆମେ ଭେଟ ହେଇପାରୁନି ତାହେଲେ କଣ କହିବ କିନ୍ତୁ ପାଖରେ ରହିକି ପୁରା ଦୂର ବାକି କିନ୍ତୁ ଏ ଭଗବାନ ହେ ପ୍ରଭୁ ଆଉ କଣ କରିବା ଯିବା ଚା ଫା ପିଇବା ଚା ଫା ଟିକେ ପିଇବା ଟାଇମ୍ କେଟା ହେଲା ଟାଇମ୍ କେତେଟା 10ଟା କି 8-9ଟା ହେଇଥିବ ପିଇଦବା ଚା ଫା ଟିକେ ପିଇଦବା ବହୁତ ଦିନ ଦେଖା ଆଉ ଟିକେ ଚା ଟିକେ ପିଇଦବା ପିଇଦେଇ ଯିବା ଆଉ ଯିବା ହଁ ଯିବା ନେଲି ଆମେ ବେକେରୀରେ ପହଞ୍ଚି ଗଲୁ ଆଉ ବେକେରୀରେ ବର୍ତ୍ତମାନ କଣ ପିଇବୁ କଫି ପିଇବା ଚା ପିଇଦବା ହଁ ଗରିବ ପିଲା ଗରିବ ଜିନିଷ ଖାଇବା ବଡ଼ ଲୋକ ଜିନିଷ କଫି ପିଇବୁ ବୁଝିପାରିଲେ ନା ଆମେ ଯେମିତି ତଳ ପଟରେ ଆମେ ଅଛୁ ସେମିତି ହିଁ ଚଳିବା ତ ମୁଁ ଅର୍ଡର ଦେଇଛି କଫି ଚା ଦେଖା ହଁ କରିଦେଲୁ ନା ନା କିଛି ଦରକାର ନାହିଁ ହଁ ଦୁଇଟା ଚା ଖାଲି ଆଉ କିଛି ନାହିଁ ଭିତରେ ଯିବା ବସିବା ନା ଆଉ କିଛି ଖାଇବାର ନାହିଁ ହେଲା କୋଉଠି ବସିବା ସେଠି ବସିବା କୋଉଠି ବସିବା ଆଉ ମାନେ ଏଇ ଭିଉଟା ମସ୍ତ ଲାଗୁଛି ଆଉ ବର୍ତ୍ତମାନ ଫ୍ୟାମିଲି ପିକ୍ଚର ବି ଚାଲିଛି ଆଉ ସମସ୍ତେ ମାନେ ଯୋଉ ବାହାରୁ ଯୋଉ ଆସୁଛନ୍ତି ସେମାନେ ଟି ଖାଉଛନ୍ତି ବର୍ତ୍ତମାନ କେକ୍ ବି ଖାଉଛନ୍ତି ବର୍ତ୍ତମାନ ବସିକି ସେମାନେ ବସୁଛନ୍ତି ଆଉ ଆମର ଟି ବି ଆସି ପହଞ୍ଚିଲାଣି କିଛି ଦରକାର ନାହିଁ ବାସ ଏତିକିରେ ଅଲଗା ମେନ୍ କଥା ହେଲା ଏତେ ମଜାକେ ସେଠି ପାଖରେ ରହିକି ବର୍ତ୍ତମାନ ମାନେ ଦେଖା ଦେଖି ହେଇନୁ ଆଉ ବର୍ତ୍ତମାନ ଏତିକି ଗୁରୁତ୍ୱ ଦିଅ ଭେଟ ହେଇଗଲୁ କହ ସେଠି ପାଖରେ ରହିକି ଦେଖା କିନ୍ତୁ ବାହାରେ ଆସି ଦେଖା ହେଇଗଲା ଏଠୁ ବଡ କଥା ନୁହଁ ଚାଟା ପିଇଦବା ଗରମ ଟିକେ ଅଛି ନା
ତମେ ଯିବ ଏଇ ଯୋଉ ଗୋଟେ ଛୋଟ ହେଇଯିବ ଚା ପିଇବାକୁ ଏବେ ଆସିଲେ ହଁ ଚା ପିଉଛନ୍ତି ଯାହା ଯେହେତୁ ଖୁସିରେ ଗୋଟେ ପିଇବା କଥା ଆଉ ଆପଣ ଖାଇବେ ସେଟା ନା 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 କିଛି କିଛି ଦରକାର ନାହିଁ ଦୋକାନ ଭିଉରେ ପୁରା ଭିଉଟା ମସ୍ତ ଲାଗୁଛି ଏ ଦୋକାନର ଭିଉଟା ଏମିତି ଘରରେ ବି ଏମିତି ଆଉ ଗୋଟେ ଡିଜାଇନ କରିନଥିବ ଗୋଟେ ଇଏ ଗୋଟେ କେବିନରେ ଦେଖ ଏ ଦୋକାନ କେବିନଟା ଦେଖ କେମିତି ଲାଗୁଛି ଆପଣ ହେଲା କି? ଏ ପାର୍ଟି କରିବ ଆମେ ମାନେ ଏଠି ବ୍ଲଗିଂ କରୁଛୁ ସେମାନେ ଚା ପିଉଛନ୍ତି ତାଙ୍କର ତାମିଲ ଗୀତ ଦେଖୁଛନ୍ତି ତାଙ୍କୁ ସୁଗା ଯିବ ହେଲା କି? ଭଲ ସବୁ ଭଲ ଖାଲି ମାଛ ଆଣନ୍ତି ଚା ପିଏନି ଥଣ୍ଡା ଧରିଲେ ମାନେ ଥଣ୍ଡା ଯୋଉ କଫ ହୋଇଯାଏ ନା ମୁଁ ଆସିକି ଏଠି ଚା ପିଏ ମୋ ଭାରି ଭଲ ଲାଗେ ମୋର ବହୁତ ଇଚ୍ଛା ଲାଗେ ଚା ପିଇବା ଅଭ୍ୟାସ ନାହିଁ କେତେନା ଚା ଦିଅନ୍ତି 20 ଟଙ୍କା କେତେ ଟଙ୍କା ଜାଣିନି ଅବଶ୍ୟ ମାନେ 20 ଟଙ୍କା ବୋଧେ ବହୁତ ମାନେ ଥଣ୍ଡା ହେଲେ ମୁଁ ଆସି ପିଏ ଚା 20 ଟଙ୍କା ନିଏ ତାହେଲେ ଏଥର ଦେଖା ଏଇଠି ପାଖରେ ହଁ। ଦେଖା ଦେଖି ହେଇଗଲା ରୁମ୍ ବି ସେଇ ପାଖରେ ହଁ। ଦେଖା ଦେଇଗଲା ଏବେ ବ୍ଲଗିଂ ଦେଖା ଦେଖି ହେଇକି ଚାଲିବ ଆଉ ହେଲା ଆମେ ଅଛୁ ହଁ ହଁ ଆଉ ଫ୍ରେଣ୍ଡ ତମର ଯୋଉ ଫ୍ରେଣ୍ଡ ମାନେ ଥିବେ ସପୋର୍ଟ କର ନୂଆ ନୂଆ ବ୍ଲଗିଂ କରୁଛି